ଜୟଗୁରୁ। ଦୀର୍ଘଦିନ ଧରି ଆପଣମାନଙ୍କ ସହିତ ଅନଲାଇନ୍ ମାଧ୍ୟମରେ ସଂଯୁକ୍ତ ହେବାର ଏକ ଅପାର ସୁଯୋଗ ମିଳିଥିଲା। ପାଖାପାଖି 3.5 ବର୍ଷ ଧରି ଆମେ ନରସିଂହପୁର ଅନଲାଇନ୍ ସତ୍ସଙ୍ଗ ମାଧ୍ୟମରେ ବହୁ କଥାକୁ ଆଲୋଚନା କରିଛେ, କିନ୍ତୁ ଅପ୍ରତ୍ୟାଶିକ କହିବି ନାହିଁ, ବରଂ ଆଚାର୍ଯ୍ୟ ଦେବଙ୍କର ନିର୍ଦ୍ଦେଶ କ୍ରମେ ଅନଲାଇନ୍ ସତ୍ସଙ୍ଗ ବନ୍ଦ କରିଦିଆଯାଇଥିଲା। ଅନେକ ଭାଇ ଏବଂ ମା ମାନଙ୍କର ବିଶେଷ ଅନୁରୋଧ ରହିଲା ଯେ ଦାଦା କିଛି ଭିଡ଼ିଓ ରେକର୍ଡ଼ିଂ କରି ହୁଏତ ଆପଣ ପଠାଇଲେ ଆମେମାନେ ଉପକୃତ ହେବୁ। ଉପକୃତ ହେବାର ଯେଉଁ ପରିକଳ୍ପନା ଆପଣମାନଙ୍କର, ତାକୁ ମୋତେ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିଛି। ଠାକୁରଙ୍କର ଦର୍ଶନକୁ ନେଇକରି, ତାଙ୍କର ବିଷୟବସ୍ତୁକୁ ନେଇକରି ଏବଂ କିଛି ଘଟଣା ପ୍ରବାହକୁ ନେଇକରି ହୁଏତ ଆପଣମାନଙ୍କ ସହିତ ସଂଯୁକ୍ତ ହେବାରି ଏକ ସୁଯୋଗ ମଧ୍ୟ ମୋ ପାଇଁ ଆନନ୍ଦଦାୟୀ ହୋଇ ଉଠିବ। ତେବେ ସେ ଯାହା ହେଉ, ମୁଁ କହିଥିଲି ପ୍ରତି ସପ୍ତାହରେ କିଛି ନା କିଛି ଏତେ ଗ୍ରନ୍ଥ ଭିତର ଦେଇ ଅନୁପ୍ରବେଶ କରିବାର ଯେ ଅନୁଭୂତି ରହୁଛି, ଆପଣମାନଙ୍କ ସାମ୍ନାରେ ତୋଳି ଧରିବାର ଏକ ପ୍ରୟାସ କରିବି। ଯଦି ଭୁଲ ଭ୍ରାନ୍ତି କିଛି ରୁହେ ତାହେଲେ ସିଏ ହେଉଛି ବ୍ୟକ୍ତିଗତ ଭାବରେ ମୋର, ଏବଂ ଯଦି ଆପଣମାନଙ୍କ ମନ ଭିତରେ ପରମ ପିତାଙ୍କ ପ୍ରତି ଅନୁରକ୍ତି ବା ତାଙ୍କର ଦୟା କରୁଣାର କଥା ଶ୍ରବଣ କରୁ ଆପଣମାନଙ୍କ ମନରେ କିଛି ଭାବନା ଉଦୟ ହୁଏ, ତେବେ ସେଇଟା ମୋର ସୌଭାଗ୍ୟ ବୋଲି ମୁଁ ଅନୁମାନ କରିବି। ଅନେକ ଭାଇ ଓ ମା ମାନେ କହୁଛନ୍ତି ଏ ଫାଙ୍କା ସମୟରେ ବସି କିଛି ବହିପତ୍ର ଲେଖାଲେଖି କରନ୍ତୁ। ମୁଁ ତ ନିଶ୍ଚିତ ଭାବରେ ପ୍ରୟାସ କରିବି। ତେବେ ଠାକୁରଙ୍କ ଦର୍ଶନ ଭିତରେ ଅନୁପ୍ରବେଶ କରିବା ବେଳେ ମନେ ପଡ଼ୁଛି ଗୋଟେ ଛୋଟିଆ ଘଟଣା। ସେଦିନ ପୂଜନୀୟ କେଷ୍ଟଦା ଠାକୁରଙ୍କୁ ପ୍ରଶ୍ନ କରୁଛନ୍ତି, କହିଲେ ଠାକୁର ଆପଣଙ୍କର ବହୁତ କଥା ମୁଁ ବୁଝିପାରୁନି। ଠାକୁର ହସିକରି କହୁଛନ୍ତି, ଏଇ କଥାଟା ବୁଝିପାରିଲେଣି ତ ମୋ କଥା ବୁଝିପାରୁନାହାନ୍ତି ବୋଲି? ତେବେ ନିଷ୍ପ୍ରଶ୍ନ ଭାବରେ ପରମ ପିତାଙ୍କର କାମ କରିଯାଆନ୍ତୁ। ହୁଏତ ଏଇ କଥା ଗୁଡ଼ିକ ବୁଝିବା ପାଇଁ ବହୁ ଜନ୍ମ ଲାଗିଯାଇପାରେ। ତେଣୁ ପୂଜନୀୟ କେଷ୍ଟଦାଙ୍କ ପରି ବ୍ୟକ୍ତି ବିଶେଷଙ୍କ ଆଗରେ ଠାକୁର କହୁଛନ୍ତି ତାଙ୍କର କଥା, ତାଙ୍କର ଦର୍ଶନକୁ ବୁଝିବା ପାଇଁ ମଣିଷକୁ କେତେ ଜନ୍ମ ବି ଲାଗିଯାଇପାରେ। ତେବେ ସେଇ ଭିତରୁ ମୁଁ ଭିତ୍ତି କରି ଆଜି ଗୋଟିଏ ଘଟଣାର ଅବତାରଣା କରିବି। ଆଦିମ କାଳରୁ ମଣିଷର ମନ ଭିତରେ ଯେଉଁ ପ୍ରଶ୍ନଟି ବାରମ୍ବାର ତାକୁ ଉଦ୍ବେଳିତ କରିଛି, ସେଟା ହେଉଛି ତାର ଏଇ ଜନ୍ମ ଏବଂ ଜୀବନ ସମ୍ପର୍କରେ। ଆଉ ତାର ଆଦିମ ପ୍ରଶ୍ନ ଥିଲା, କୋହମ୍, ମୁଁ କିଏ ସତରେ, ମୁଁ କାହିଁକି ଦୁନିଆକୁ ଆସିଛି? ବାଣୀ ମାଧ୍ୟମରେ କୁହାଗଲା, ଜୀବନ ଉଦ୍ଦେଶ୍ୟ ହେଲା ସଦ୍ଗୁରୁଙ୍କୁ ପାଇବା, ଏଥିପାଇଁ ଧରାବକ୍ଷ ପୁନଃଯିବା ଆସିବା। ସଦ୍ଗୁରୁ ପ୍ରାପ୍ତି କୁଆଡ଼େ ଜୀବନର ପରମ ଲକ୍ଷ୍ୟ। ଠାକୁରଙ୍କୁ ସେଦିନ ଜନୈକ ଭକ୍ତ ବିରୂପାକ୍ଷଦା ପ୍ରଶ୍ନ କରୁଛନ୍ତି, କହିଲେ ଠାକୁର ଅନେକ ଲୋକ ଦୀକ୍ଷା ନେଇକରି କିଛି କରୁନାହାନ୍ତି, ଦୀକ୍ଷା ବି ଛାଡ଼ି ଦେଉଛନ୍ତି, ସେମାନଙ୍କର କ'ଣ ହେବ? ଠାକୁର କହୁଛନ୍ତି, ପରମ ପିତାଙ୍କର ଦୀକ୍ଷା ଗ୍ରହଣ କରି ଯଦି ମଣିଷଟିଏ ଗୋଟିଏ ଦିନ ବି ଇଷ୍ଟବୁଦ୍ଧି କରିଥାଏ, ନାମ ଧ୍ୟାନ କରିଥାଏ, ତେବେ ତାର ପରଜନ୍ମ ନିଶ୍ଚିତ ଭାବରେ ଉନ୍ନତମୟ ହୋଇ ଉଠିବ। ଆଉ ଶେଷରେ ସେ ପରମ ପିତାଙ୍କର ଚରଣରେ ହିଁ ସ୍ଥାନ ପାଇବ। କିନ୍ତୁ ଏପରି କିଛି ଘଟଣା ଆସେ, ଘଟଣା ଘଟିଯାଏ, ମଣିଷର ଅଲକ୍ଷ୍ୟରେ ତାର ବିଜ୍ଞାନଗତ କାରଣକୁ ଆବିଷ୍କାର କରି ତୋଳି ଧରିବା ଏକ ଦୁରୂହ ବ୍ୟାପାର। ସେଇ ପ୍ରେକ୍ଷାପଟରେ ମୁଁ ଠାକୁରଙ୍କର ଗୋଟିଏ ଘଟଣା କହିବି। ରାମକୃଷ୍ଣ ଠାକୁରଙ୍କର ଜନୈକ ଭକ୍ତ, ତାରିଖଟି ବୋଧହୁଏ 18/7/1885 ମସିହାରେ, ତାଙ୍କୁ ପ୍ରଶ୍ନ କରୁଛନ୍ତି, କହିଲେ ଠାକୁର ଆପଣ କହୁଛନ୍ତି ମଣିଷର ଯଦି ବାସନା ଥାଏ ତେବେ ତାର ପୁନର୍ଜନ୍ମ ହୁଏ, ତାହେଲେ ଆପଣଙ୍କର କ'ଣ ବାସନା ଅଛି? ହସିକରି ରାମକୃଷ୍ଣ ଠାକୁର କହୁଛନ୍ତି, সেই প্রেক্ষাপটে তো সে অনেক কথা কইছন্তি। এবার বাইকন আমার দেহ হবে, ব্রাহ্মণের ছেলে। তবে সে কହୁଛନ୍ତି যে মଣିষর বাসনা রহিলে তার পুনর্জন্ম হুয়ে, তা কথাটি ঠিক। তবে অনেক সাধক অছন্তি, অনেক মুনি ঋষি অছন্তি, চতুর্ধাম যাত্রা করিবা বেলে 3 ধাম সেমানে যাত্রা করিথাନ୍ତି, গোটিଏ ধাম বাকি ରଖିଥାନ୍ତି। ମନ ଭିତରେ ଲକ୍ଷ୍ୟ ଥାଏ ଯେ ଆର ଜନ୍ମରେ ମୁଁ ତାକୁ ପରିପୂର୍ଣ୍ଣ କରିବି। ଶ୍ରୀ ଠାକୁର କହୁଛନ୍ତି, ମଣିଷର ଜନ୍ମ ନହେଲେ ତେବେ ତାର ଉନ୍ନତି ହୁଏ ନା। କାରଣ ଗୋଟିଏ ଜନ୍ମରେ ଯେ ତାର ପରିସମାପ୍ତି ହେଇଯିବ, ଏ କଥା ଭାବିବା ଆମ ଭଳି ସାଧାରଣ ମଣିଷ ପାଖରେ ଏକ ଦୂର ବ୍ୟାପାର।
गोटे मनीषर जेपरि इभोल्यूशन थाए सेपरि डिभोल्यूशन मध्य थाए। एटा श्री श्री ठाकुर कहते मनीष उच्चतर जन्म प्राप्त हो पारे किंतु तार निम्नतर जन्म मध्य प्राप्त हो पारे। यहीपरि एक घटनाक्रम मुझे आज गोटे छोटिया घटना ही अवतारण करी। आशा करी आपण मैंने जो लिंक माध्यम आपण सहित संयुक्त होगी लाइक करेंगे, सब्सक्राइब करेंगे और जिते दूर पारे अन्य भाई मान पाखे ये वीडियो रेकर्डिंग टी पठेबे। कारण मुझे छोटिया छोटिया वीडियो रेकर्डिंग करी आपण मान सहित संयुक्त होवार एवं श्री ठाकुर अभिय दर्शन किछि किछि आपण मान सामने उपस्थापित करिवार एक क्षुद्र प्रयास मात्र करी। जदि भल लगे निश्चित भाव में आपण मानकर कमेंट पठेबे, आपण मानकर मतामत पठेबे। कई को विषय को नहीं करी आगामी दिन में आम मैंने आलोचना रखा। निश्चित भाव में मुता भीतर अनुप्रवेश करी आपण मान सामने रखी। घटनाटी घटीला सुरन विश्वास नामक जन एक गुरु भाई आलोचना प्रसंगे त्रयोदश खंडे कथाटी वर्णन होती। तारीखटी हूँ 24/7/1948 मसीहा देवघर आश्रम घटना। ठाकुर को प्रश्न करुँच ठाकुर मनीष कौन छेली जन्म पाइपे? श्री ठाकुर कहले हाँ ता मध्य हो पारे जदि एपरी किसी निम्नतर कर्म सी कर से तार जीवन में तेबे तार परवर्ती जन्म छेली जन्म भी हो पारे। ये कथाटी कहबार मूल गोटे घटनाटी घटी जाए आश्रम। घटनाटी यहीपरी श्री ठाकुर जो हिमायतपुर आश्रम अवस्थान करी अमीय लीला माधुर्य विश्वर अनेकांश आसीथिबा अनेक मनीष माने ताको अवलोकन करिसेंती। सेतिक बेले गोटे छेली आसी दूर छिड़ा हुए, तार दुई आखिरु धार धार लुह बही जाए। ठाकुर एक करुणा घन दृष्टि चाही रुहती। छेलीटी किसी समय चाही रहे तापर चली जाए। आउ से छेलीटर नाम श्री ठाकुर करथिले हृदय बोली। एवं तार जो दिन देहांत होइछि वैदिक रीति रे तार दाहकर्म मध्य करा जाइछि। एवं जनेक भक्त प्रश्न करुछथि ठाकुर को ठाकुर रामकृष्ण ठाकुर पाखे जनेक सेवाकारी भक्त एवं तांकर भणजा तांका नाम मध्य थिला हृदय। श्री रामकृष्ण ठाकुर दिवारात्रि सेवार व्यस्त थाए किंतु दिने रामकृष्ण ठाकुर को जी कहे ठाकुर आपणकर पाखक जिते लोक सब आसुंच से गोटे कथा कौन कहते आउ किसी कथा ना। रामकृष्ण ठाकुर हसी कहले मुझे कथा ही कहबी। कारण ठाकुर अनुकूल चंद्र ये प्रेक्षापट गोटे बाणी देकी कहते कारण जिते लोक पाखक आसती समस्त सी गोटे कथा कहते सुविधा पाइले आसबे, सुविधा पाले एक आसबे। ठाकुर ये उक्ति के नहीं करी प्रफुल्ल दिन प्रश्न कर ठाकुर गोटे सुंदर बाणीटे सुविधा पाले एखाने एस तार माने किंतु यही जीवन कथा शुने बुझे धरे जदि के उखे मुझे समस्त आह्वान करे सुविधा पाइले आसबे। ता माने ए जीवन कथा शुणी शुणी जदि कार मन भितर से एक चेतनार उन्मेष हुए सेटा तो हूँ लक्ष्य। ठाकुर को सही प्रेक्षापट प्रश्न कराई कहे ठाकुर आपन जो छेलीटर नामकरण हृदय करते ये कौन से छेली ये कौन से मनीषटी जे रामकृष्ण ठाकुर पाखे सेवाकारी भाव में थिला? ठाकुर कहले हाँ हो पारे। ये कथाटी गुरुत्वपूर्ण कारण रामकृष्ण ठाकुर पाखे जो भणजा सेवाकारी भाव में थिला तार जदिच सेवा लक्ष्य रही किंतु तार औकांतिक भाव में केतक विष बासना विशेषकर अर्थ प्रति दुर्बलता ताकू अनेक समय तार पथच्युत करें बोली शुणा मिले। ठाकुर अनुकूल चंद्र कहते गोटे मनीषटीए जदि किसी एपरी अपकर्म कर बसला तेबे तार निम्न जोनि प्राप्त हवा संभावना एड़े दि जाई न पारे। आउ जदि सी कौन महापुरुषंकर संग करे तेबे तार ये जन्म मुक्त हुए। तबे ये एक दृष्टांत एवं आम मान प्रति इंगित। ठाकुर पुणी कहते गोटे मनीष सागुणा जन्म भी पाइब केतबेले पाइब यही प्रेक्षापट सुंदर बाणीटे देइछंती। इष्ट दया नय विनीत दाबिल तोड़े गुरुर खाए गुरुर स्वार्थे
ଅନ୍ଧବଧିର ଶକୁନି ଜନି ତାଳାଇ ପାଏ। ଯେଉଁମାନେ ଦାବି କରିକି ଇଷ୍ଟଙ୍କର ସମ୍ପତ୍ତିକି ଉପଭୋଗ କରିବାର ପ୍ରବଣତା ରଖନ୍ତି ଏବଂ ତାଙ୍କର ସ୍ୱାର୍ଥରେ ଅନ୍ଧବଧିର ସଦୃଶ ହେଇ ଉଠନ୍ତି, ସେମାନଙ୍କର ଜନ୍ମ ମଧ୍ୟ ଶକୁନି ଜନି ବା ଶାଗୁଣା ଜନ୍ମ ପ୍ରାପ୍ତ ହେବା ପାଇଁ ଶ୍ରୀ ଠାକୁର ମଧ୍ୟ କହିଛନ୍ତି। ତେବେ ଠାକୁରଙ୍କୁ ଦିନ ପଚରା ଯାଉଛି, କହିଲେ ଠାକୁର ମଣିଷର ଜନ୍ମ କିପରି ହୁଏ? ଠାକୁର ତାର ଉତ୍ତର ଦେଇ କହୁଛନ୍ତି, ଏ ଯେମିତି ଗୋଟେ ଶୁକ୍ର ଯେଉଁ ଅତିବାହିକ ଶକ୍ତି ଦ୍ୱାରା ଏକ କାୟା ଧାରଣ କରେ, ସେଇଟା ହେଉଛି ତାର ଲିଙ୍ଗ ଶରୀର ବା କାରଣ ଶରୀର, ଯାହାକୁ ଅନ୍ୟତ୍ର ଠାକୁର କହିଛନ୍ତି ସେଇଟା ହେଉଛି ଇକ୍ଟୋପ୍ଲାସ୍ମିକ ବଡି, ଯାହା ଖାଲି ଆଖିରେ ଦେଖାଯାଏ ନା। ବା ଭଗବାନ ଗୀତାରେ ମଧ୍ୟ ସେହି ପ୍ରସଙ୍ଗରେ କହିଛନ୍ତି, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ। ଏସବୁ ପ୍ରସଙ୍ଗ ଆପଣମାନେ ଜାଣିଛନ୍ତି। ତେବେ ମୋଟାମୋଟି ଏତିକି କୁହାଯାଇପାରେ, ଠାକୁର କହୁଛନ୍ତି ମୃତ୍ୟୁକାଳ ଯେ ଭାବ ଧରେ ଛେଡ଼େ ଶରୀର ଯାଏ ଜୀବନ, ଜନ୍ମେ ଆବାର ତେମନି ସ୍ଥାନେ ଭାବେର ପଥ ପାଏ ଯখন। କାରଣ ମଣିଷର ଶରୀର ଯେତେବେଳେ ପରିତ୍ୟାଗ କରେ, ତାର ଅନ୍ତଃକରଣ ଯାହା ମନ ବୁଦ୍ଧି ଚିତ୍ତ ଏବଂ ଅହଙ୍କାର ଅନେକ ଭାବନା ନେଇକରି ସେ ହିଁ ଯାଇଥାଏ। ଆଉ ଗୋଟିଏ ଜନ୍ମର ସମସ୍ତ ଅନୁଭୂତି, ଯାହା ଶିଶୁ ଠାକୁର କହୁଛନ୍ତି ମଣିଷର ଜୀବନ କେତେ ଗୁଡ଼ିଏ ଆଇଡ଼ିଆର ସମଷ୍ଟି। ଠାକୁରଙ୍କୁ ପଚରାଗଲା, ଯଦି କେତେ ଗୁଡ଼ିଏ ଆଇଡ଼ିଆର ସମଷ୍ଟି, ତାହେଲେ ଏକ ବିଶେଷ ଆଇଡ଼ିଆକୁ ନେଇକରି ସେ କିପରି କରି ତାର ଜୀବନକୁ କିପରି କରି ଉପଭୋଗ କରେ। ଠାକୁର କହୁଛନ୍ତି ମଣିଷ ଜୀବନରେ ବହୁ ପ୍ରକାର କର୍ମ କରେ, ଏହି ପ୍ରତ୍ୟେକ କର୍ମ ହିଁ ଗୋଟିଏ ଗୋଟିଏ ଆଇଡ଼ିଆ ତାର ମସ୍ତିଷ୍କରେ ଡିପର ଇମ୍ପ୍ରେସନ୍ ନେଇକରି ରୁହେ ଏବଂ ତା ଭିତରେ ଯେଉଁଟା ଡିପେଷ୍ଟ ଇମ୍ପ୍ରେସନ୍ ତାକୁ ନେଇକରି ସେ ଶରୀର ତ୍ୟାଗ କରେ ଏବଂ ପରବର୍ତ୍ତୀ ଜନ୍ମ ଯେପରି ଭାବରେ ବାପା ମାଙ୍କର ଚିନ୍ତା ଚେତନା ସେହି ଭାବରେ ସେ ପୁନଃ ଜନ୍ମଗ୍ରହଣ କରେ। କିନ୍ତୁ ଯଦି ମଣିଷ ଏପରି କିଛି ଅପକର୍ମ କରେ, ଏପରି କିଛି କୁକର୍ମ କରେ ଯାହା ମାନବୋଚିତ କର୍ମ ନୁହେଁ, ତେବେ ସେହିପରି ଜନ୍ମ ପ୍ରାପ୍ତ ହେବାରେ କୌଣସି ପ୍ରକାର ଦ୍ୱିଧା କରିବା ଉଚିତ ନୁହଁ, ଯାହାକି ସେଇ ଛେଳିର ଜୀବନରୁ ଆମେମାନେ ଦେଖିବାକୁ ପାଇଲୁ। ବହୁତ ଭକ୍ତମାନଙ୍କର ଜୀବନରେ ସଂଗଠିତ ହୋଇଛି। ଆପଣମାନେ ଶୁଣିଥିବେ ନଫର ଘୋଷର କଥା, କିପରି କରି ସିଏ ଏକ ଛୋଟିଆ ଗୋପାଳଭର ପରିବାରରେ ଜନ୍ମଗ୍ରହଣ କରିଥିଲେ ବୋଲି ଆମେମାନେ ସବୁ ଶୁଣିଛେ ସେ ପ୍ରେକ୍ଷାପଟରେ। ତେବେ ଏତିକି ମାତ୍ର କୁହାଯାଇପାରେ, ଭାରତୀୟ ସନାତନ ସଂସ୍କୃତି ଏହି ସମ୍ପର୍କରେ ବହୁ କଥା ବି ଉଲ୍ଲେଖ କରିଛି। ଭାରତବର୍ଷର ଦର୍ଶନକୁ ଯଦି ଆମେମାନେ ଦେଖିବା, ଷଡ଼ ଦର୍ଶନ ରହିଛି, ଯାହାକି ଆମ ସନାତନ ଦର୍ଶନ ବୋଲି କୁହାଯାଏ। ତା ବାଦ ବି ଆଉ 3ଟି ଦର୍ଶନ ରହିଛି, ଯେଉଁଟାକି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ତାର ଉନ୍ମେଷ ହୋଇଥିଲା। ତନ୍ମଧ୍ୟରେ ଅଛନ୍ତି ଜୈନଜିମ୍, ଜୈନ ଦର୍ଶନ, ବୁଦ୍ଧିଜିମ୍, ବୁଦ୍ଧ ଦର୍ଶନ ଏବଂ ଚାର୍ବାକ ଦର୍ଶନ। ଏହିପରି 9ଟି ଦର୍ଶନରେ ସନାତନ ଧର୍ମ ସମୃଦ୍ଧ ହୋଇ ଉଠିଛି। ଆଉ ଏଇ ଯେଉଁ 3ଟି ଦର୍ଶନ କଥା ମୁଁ କହିଲି, ସେ 3ଟି ଦର୍ଶନ ଭିତରେ ଆତ୍ମା ପରମାତ୍ମା ସମ୍ପର୍କରେ କିଛି କୁହାଯାଏନି। ତେବେ ବୁଦ୍ଧିଜିମ୍ରେ କିଛି ମାତ୍ର ଉଲ୍ଲେଖ କରାଯାଇଛି ଆତ୍ମା ପରମାତ୍ମା ସମ୍ପର୍କରେ, ଯେ ମଣିଷ ଯେତେବେଳେ ଦୁନିଆକୁ ଆସି ସେ ନିଶ୍ଚିତ ଭାବରେ ଯିବ, ପୁଣି ଆଉ ଥରେ ତାକୁ ଜନ୍ମ ନେବା ପାଇଁ ପଡ଼ିବ। ଏଇଟାକୁ ଆମର ସନାତନ ଧର୍ମ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ଯଦି ପୃଥିବୀର ପ୍ରେକ୍ଷାପଟରେ ଆମେମାନେ ଦେଖିବା, ଯେଉଁ ଆବ୍ରାହିମିକ ରିଲିଜିଅନ୍ ଏପର୍ଯ୍ୟନ୍ତ ପ୍ରଚଳିତ ଅଛି ଏବଂ ତାଙ୍କ ଭିତରେ ମଧ୍ୟ ପୁନର୍ଜନ୍ମ ସମ୍ପର୍କରେ କୌଣସି କଥା ଉଲ୍ଲେଖ ନାହିଁ। ତେବେ ହଁ, ବାଇବେଲରେ ବର୍ଣ୍ଣନ କରିଛନ୍ତି ଜେସସ୍ ଖ୍ରାଇଷ୍ଟ। କାରଣ ଯେଉଁ ଆବ୍ରାହିମିକ ରିଲିଜିଅନ୍ କଥା ମୁଁ କହୁଛି, ତନ୍ମଧ୍ୟରେ ରହିଛନ୍ତି ଆପଣଙ୍କର ଖ୍ରୀଷ୍ଟିଆନିଟି, ଇସଲାମ ରହିଛି, ଜୋରାଷ୍ଟ୍ରିୟନ ଏବଂ ଇହୁଦୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷମାନେ। ଆଉ ପୁନର୍ଜନ୍ମ ସମ୍ପର୍କରେ ସେମାନଙ୍କର ଏତେ କୌଣସି କଥା କୁହାଯାଇ ନଥିଲା। କିନ୍ତୁ ଭାରତୀୟ ସନାତନ ଧର୍ମରେ ପୁନର୍ଜନ୍ମ ସମ୍ପର୍କରେ ବ୍ୟାପକ ଭାବରେ ବର୍ଣ୍ଣନ କରାଯାଇଛି। ଆଉ ଶିଶୁ ଠାକୁରଙ୍କ ପାଖରେ ଏହି ପ୍ରସଙ୍ଗରେ ଯେତେବେଳେ ଆଲୋଚନା କରାଯାଇଛି, ଠାକୁର କହିଛନ୍ତି, ଦିନେ କହୁ କହିଲେ ମଣିଷର ଜନ୍ମ କେତେ କଷ୍ଟରେ ଯେ ହେଇଛି, ଯଦି ସେ କୌଣସି ଦିନ ଜାଣିପାରନ୍ତା, ତେବେ ଜୀବନ ପ୍ରତି ସେ ଏତେ ଅଣହେଳା କରିପାରନ୍ତା ନାହିଁ। ମଣିଷର ଜନ୍ମ ବହୁତ କଷ୍ଟରେ ସେ ଜନ୍ମପ୍ରାପ୍ତ ହେଇଛି। ତେଣୁକରି ତ କୁହାଗଲା ଦୁର୍ଲଭ ଦର କଳେବର। ଏହି ପ୍ରସଙ୍ଗରେ ଭାଗବତରେ ମଧ୍ୟ ବହୁ କଥା ବର୍ଣ୍ଣନ କରାଯାଇଛି। ତେବେ ଏହି ଛୋଟିଆ ବକ୍ତବ୍ୟଟି ମୁଁ ଆଜି ଏଠାରେ ପରିସମାପ୍ତି କରୁଛି। କିପରି ଲାଗିଲା ଆପଣମାନଙ୍କର ମତାମତ ଦେବେ, ଆଉ କିପରି କରି ତାକୁ ଆମେମାନେ ଆଉ ଟିକେ ଭଲ ଫର୍ମରେ ଏବଂ ଠାକୁରଙ୍କର କେଉଁ ପ୍ରସଙ୍ଗକୁ ଭିତ୍ତି କରି ଆମେମାନେ ଆଲୋଚନା କରିବା, ଆଗାମୀ ଦିନମାନଙ୍କରେ ମତାମତ ଦେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ
ଅନୁପ୍ରେରିତ କରିବେ ଯେପରି ବହୁ ସଂଖ୍ୟାରେ ୟାକୁ ଶୁଣନ୍ତି। କାରଣ ଠାକୁରଙ୍କର ଦର୍ଶନ ଜୀବନୀୟ ଦର୍ଶନ, ଜୀବନକୁ ବାଦ ଦେଇ ଠାକୁର କୌଣସି କଥା ହିଁ କହିନାହାନ୍ତି। ତେବେ ସର୍ବଶେଷରେ ପ୍ରତ୍ୟେକଙ୍କର ସର୍ବକଲ୍ୟାଣ ମଙ୍ଗଳ ପ୍ରାର୍ଥନା କରି ମୁଁ ମୋର ବକ୍ତବ୍ୟକୁ ଏଠାରେ ବିରାମ ଦେଉଛି। ଜୟ ଗୁରୁ।